জয় জগন্নাথ দর্শক বন্ধু ଚାଲନ୍ତୁ ଆଜିର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଭିଡିଓକୁ ଶେଷ ଯାଏ ଦେଖନ୍ତୁ ଏବଂ ଚ୍ୟାନେଲ ପ୍ରଥମ ଥର ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏବେ ପ୍ରଥମ ଖବରଟି ଅଛି, ପ୍ରବଳ ବେଗରେ ଆସିବ ବାତ୍ୟା ସିତ୍ରାଙ୍ଗ, ସରକାର ସଜାଗ, ସମସ୍ତ ଛୁଟି ବାତିଲ। ଏହି 7ଟି ଜିଲ୍ଲାକୁ ସତର୍କ ସୂଚନା। ତେବେ ଉପକୂଳବର୍ତ୍ତୀ ଜିଲ୍ଲା ସହିତ ଗଜପତି ଜିଲ୍ଲାକୁ ମଧ୍ୟ ସତର୍କ କରାଯାଉଛି ଏବଂ ସରକାର ସଜାଗ ଅଛନ୍ତି ସମ୍ଭାବ୍ୟତା ବାତ୍ୟା ପାଇଁ। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲା ସହିତ ଗଜପତି ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଅପରାହ୍ନ 4ଟାରେ ଆଜି ଯେଉଁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ସେଠାରେ 7ଟି ଜିଲ୍ଲାପାଳଙ୍କୁ ମଧ୍ୟ ସାମିଲ କରାଯିବ। ବାତ୍ୟା ପାଇଁ ସରକାର ପ୍ରସ୍ତୁତ ଥିବାର କହିଛନ୍ତି ରାଜସ୍ୱ ସଚିବ ଏବଂ ଏହା ଭିତରେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ଏବଂ ବାତ୍ୟା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ କରାଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କୁ ନେଇ ଆଲୋଚନା କରାଯିବ। କିନ୍ତୁ ଏହା ପୂର୍ବରୁ ଯେଉଁ ଜିଲ୍ଲାଗୁଡ଼ିକରେ ଅଧିକ କ୍ଷୟକ୍ଷତି ହେବାର ଆକଳନ କରାଯାଉଛି ତଥା ଯେଉଁ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି ସେହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତ୍ୟା ପାଇଁ ବାତିଲ କରାଯାଉଛି ଏବଂ ଯେଉଁ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବ ସେହି ଜିଲ୍ଲାର ଜିଲ୍ଲାପାଳମାନେ ଆଜି ଏହି ବୈଠକରେ ସାମିଲ ହେବେ। ଉପକୂଳବର୍ତ୍ତୀ ଜିଲ୍ଲା ଯେଉଁଗୁଡ଼ିକ ରହିଛି ସେମାନଙ୍କ ସହିତ ଗଜପତି ଜିଲ୍ଲାକୁ ମଧ୍ୟ ଆଜି ବର୍ତ୍ତମାନ ସମୟରେ ସତର୍କ କରାଯାଉଛି। ଯାହା କୁହାଯାଉଛି ଉଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଆଦି ସମସ୍ତଙ୍କୁ ପ୍ରସ୍ତୁତ ରଖାଯିବ। ବିଶେଷ କରି ବାତ୍ୟା ଆଶ୍ରୟସ୍ଥଳୀକୁ ମଧ୍ୟ ପ୍ରସ୍ତୁତ କରାଯିବ ଏବଂ ଯେଉଁ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯିବ। ତେବେ ଆସନ୍ତା 22ରୁ 26 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରୁଛନ୍ତି ସରକାର। ଏହା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଅପଡେଟ୍ ଏବଂ ସରକାର ବର୍ତ୍ତମାନ ଆଲର୍ଟ ମୋଡରେ ଆସିସାରିଛନ୍ତି ଏବଂ ବାତ୍ୟା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି। ତେବେ ଏହି ବାତ୍ୟା ଆଗାମୀ ସମୟରେ କିଭଳି ରୂପ ଧାରଣ କରିବ ଏବଂ କଣ ସବୁ କ୍ଷୟକ୍ଷତି କରିବ ତାହା କେବଳ ଆସନ୍ତା ସମୟରେ ହିଁ ଜଣାପଡ଼ିବ ଏବଂ ସରକାର ଏହାକୁ ନେଇ କଣ ସବୁ ପଦକ୍ଷେପ ନେଉଛନ୍ତି ତାହା ଜାଣିବା ରାଜ୍ୟବାସୀଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ ଅଟେ। ପରବର୍ତ୍ତୀ ଖବର, ଜାଣନ୍ତୁ ନିପା ଭାଇରସ କେତେ ବିପଦପୂର୍ଣ୍ଣ, କେତେବେଳେ ଜୀବନ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇଯାଏ। ଦେଶରେ ପୁଣି ଥରେ ଏକ ବିପଦଜନକ ଭାଇରସ ସାଧାରଣ ଲୋକଙ୍କ ଚିନ୍ତାକୁ ବଢ଼ାଇଛି। ସନ୍ଦେହଜନକ ନିପା ଭାଇରସ ମାମଲା ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଉଛି। ପଶ୍ଚିମବଙ୍ଗର 2 ଜଣ ନର୍ସ ଏଭଳି ଭାଇରସର ଲକ୍ଷଣ ପ୍ରକାଶ କରିବା ପରେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସତର୍କ ବୃଦ୍ଧି କରାଯାଇଛି। ନିପା ଭାଇରସ ଏକ ସାଧାରଣ ରୋଗ ନୁହେଁ, ଏହା ଦ୍ରୁତ ଗତିରେ ବ୍ୟାପିପାରେ ଏବଂ ଅନେକ କ୍ଷେତ୍ରରେ ଘାତକ ମଧ୍ୟ ହୋଇପାରେ। ଏହିସବୁ କାରଣରୁ ଯେତେବେଳେ ନିପା ଭାଇରସ ମାମଲା ରିପୋର୍ଟ ହୁଏ ଭୟର ବାତାବରଣ ସୃଷ୍ଟି ହୁଏ। ଏହି ଭାଇରସର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହାର କୌଣସି ନିର୍ଣ୍ଣାୟକ ଔଷଧ କିମ୍ବା ଟୀକା ଏପର୍ଯ୍ୟନ୍ତ ନାହିଁ, ତେଣୁ ପ୍ରତିରୋଧକୁ ସର୍ବୋତ୍ତମ ସମାଧାନ ବୋଲି ବିବେଚନା କରାଯାଏ। ତେଣୁ ଆସନ୍ତୁ ବୁଝିବା ନିପା ଭାଇରସ କେତେ ବିପଦପୂର୍ଣ୍ଣ ଏବଂ କେତେବେଳେ ଜୀବନ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇଯାଏ। ସର୍ବପ୍ରଥମେ ଜାଣନ୍ତୁ ନିପା ଭାଇରସ କଣ। ନିପା ଭାଇରସ ଏକ ଜେନେଟିକ୍ ଭାଇରସ, ଅର୍ଥାତ୍ ଏହା ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥାଏ। ଏହି ଭାଇରସର ପ୍ରାଥମିକ ଉତ୍ସ ହେଉଛି ଫଳ ବାଦୁଳି, ଯାହାକୁ ଓଡନ୍ତା ଶୃଗାଳ ମଧ୍ୟ କୁହାଯାଏ। ଏହି ଭାଇରସ ପ୍ରଥମେ 1999 ମସିହାରେ ମାଲେସିଆରେ ଆବିଷ୍କୃତ। ସେତେବେଳେ ଏହା ବାଦୁଡ଼ିରୁ ଘୁଷୁରିକୁ ବ୍ୟାପିଥିଲା ଏବଂ ତାପରେ ଘୁଷୁରି ସଂସ୍ପର୍ଶରେ ଆସିଥିବା ମଣିଷଙ୍କୁ ସଂକ୍ରମିତ କରିଥିଲା। ସେହି ପ୍ରକୋପରେ ଶହ ଶହ ଲୋକ ଅସୁସ୍ଥ ହୋଇଥିଲେ ଏବଂ ଅନେକ ଲୋକ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ସମୟରେ ଭାରତ ଏବଂ ବାଂଲାଦେଶରେ ଏହି ମାମଲା ରିପୋର୍ଟ ହୋଇଛି। ନିପା ଭାଇରସ କେତେ ବିପଦପୂର୍ଣ୍ଣ ଚାଲନ୍ତୁ ଜାଣିବା। ସତର୍କ ହୋଇଯାଆନ୍ତୁ, ନିପା ଭାଇରସକୁ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ କାରଣ ଏହାର ମୃତ୍ୟୁର ହାର ଅଧିକ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଭାଇରସ 40ରୁ 70% ଲୋକଙ୍କୁ ମାରିପାରେ। ଏହି ଭାଇରସ ସିଧାସଳଖ ମସ୍ତିଷ୍କକୁ ପ୍ରଭାବ କରେ ଏବଂ ମସ୍ତିଷ୍କ ପ୍ରଦାହ ସୃଷ୍ଟି କରିପାରେ। ଏହି ସବୁ କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିପା ଭାଇରସକୁ ସବୁଠାରୁ ବିପଦପୂର୍ଣ୍ଣ ରୋଗ ତାଲିକାରେ ରଖିଛନ୍ତି। ଏବେ ଚାଲନ୍ତୁ ଜାଣିବା ନିପା ଭାଇରସର ଲକ୍ଷଣ ଗୁଡ଼ିକ କଣ। ନିପା ଭାଇରସର ଲକ୍ଷଣ ସାଧାରଣତଃ ସଂକ୍ରମଣ 4ରୁ 14 ଦିନ ପରେ ଦେଖାଯାଏ। କିଛି କ୍ଷେତ୍ରରେ ତ ଲକ୍ଷଣ ଦେଖାଯିବାକୁ 45 ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ। ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ଗଳା ଯନ୍ତ୍ରଣା, କାଶ, ବାନ୍ତି, ଦୁର୍ବଳତା ଅନ୍ତର୍ଭୁକ୍ତ। ଗୁରୁତର ଲକ୍ଷଣ ଗୁଡ଼ିକ ମଧ୍ୟରେ ମୁଣ୍ଡ ବୁଲାଇବା, ଦ୍ୱନ୍ଦ୍ୱ, ଅତ୍ୟଧିକ ନିଦ୍ରାଳୁତା, ନିଶ୍ୱାସ ନେବାରେ କଷ୍ଟ ଏବଂ ଚେତାଶୂନ୍ୟ ଅନ୍ତର୍ଭୁକ୍ତ। ଗୁରୁତର କ୍ଷେତ୍ରରେ ରୋଗୀର ମସ୍ତିଷ୍କ ଫୁଲିପାରେ ଏବଂ ସେ 24ରୁ 48 ଘଣ୍ଟା ମଧ୍ୟରେ କୋମାକୁ ଯାଇପାରନ୍ତି। ତେବେ ନିପା ଭାଇରସ ହେଲେ ଜୀବନ ବଞ୍ଚାଇବା କେତେ କଷ୍ଟକର ହୋଇଯାଏ। ରୋଗୀ ଯଦି ସମୟ ମଧ୍ୟରେ ଚିକିତ୍ସା ନ ପାଏ ସଂକ୍ରମଣ ମସ୍ତିଷ୍କକୁ ପହଞ୍ଚିଯାଏ, ନିଶ୍ୱାସ ନେବା କଷ୍ଟକର ହୋଇଯାଏ, ରୋଗୀର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ କିମ୍ବା ସଂକ୍ରମଣ ହସ୍ପିଟାଲ ଭିତରେ ବ୍ୟାପିଥାଏ ତେବେ ନିପା ଭାଇରସରୁ ବଞ୍ଚିବା କଷ୍ଟକର ହୋଇଯାଏ। ତେବେ ନିପା ଭାଇରସକୁ କିପରି ରୋକାଯିବ? ନିପା ଭାଇରସର କୌଣସି ଟୀକା କିମ୍ବା ନିଶ୍ଚିତ ଔଷଧ ନାହିଁ, ତେଣୁ ସତର୍କତା ହେଉଛି ସର୍ବୋତ୍ତମ ଚିକିତ୍ସା। ଏହାକୁ ରୋକିବା ପାଇଁ ସାବୁନ ଏବଂ ପାଣିରେ ବାରମ୍ବାର ହାତ ଧୋଇବା, ବାଦୁଡ଼ି ଏବଂ ଘୁଷୁରିର ସଂସ୍ପର୍ଶରୁ ଦୂରେଇ ରହିବା, ପଡ଼ିଥିବା କିମ୍ବା ଅଧା କଟା ଫଳକୁ ଖାଇବାରୁ ଦୂରେଇ ରହିବା, କଞ୍ଚା ଖଜୁର ରସ ପିଇବାରୁ ଦୂରେଇ ରହିବା, ସଂକ୍ରମିତ କିମ୍ବା ସନ୍ଦେହଜନିତ ରୋଗୀଙ୍କ ସ୍ପର୍ଶରୁ ଦୂରେଇ ରହିବା ଏବଂ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ପାଳନ କରିବା ଉଚିତ। ପରବର୍ତ୍ତୀ ଖବର, ନବୀନଙ୍କ ଆକ୍ସନକୁ ନେଇ ବିଜୟ କହିଲେ ମୁଁ ହତବାକ୍। ଦଳୀୟ ବିଶୃଙ୍ଖଳାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ 2 ବିଧାୟକଙ୍କୁ ଦଳରୁ ସସ୍ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ତଥା ବିଧାୟକ ଅରବିନ୍ଦ ରହିଛନ୍ତି। ଏହା ଜଣାପଡ଼ିବା ପରେ ବିଜୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ ହତବାକ୍। ଏଭଳି ଖବର ଶୁଣି ଆଶ୍ଚର୍ଯ୍ୟ ହେଲେ। କାହିଁକି ଏଭଳି ହେଲା ମୁଁ ଜାଣିନି। ମୁଁ ଜାଣିବାରେ ପୁଅ ସେପରି କିଛି କରିନି। ମୁଁ କୌଣସି ଦଳରେ ବି ନାହିଁ। ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ପାଇଁ ମୁଁ କାମ କରୁଛି ବୋଲି ସେ କହିଛନ୍ତି। ପ୍ରକାଶ ଯେ ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ 2 ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାପାତ୍ରକୁ ସସ୍ପେଣ୍ଡ କରାଯାଇଛି। ଭଲ ଭାବେ ଅନୁଧ୍ୟାନ ସହ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଦୁହେଁ। ତେବେ ଅରବିନ୍ଦ କହିଛନ୍ତି ଯେ ମୁଁ ଜାଣିନି କାହିଁକି ମୋ ଉପରେ ଏମିତି
କେମିତି ଆକ୍ସନ ନିଆଗଲା, କାହା ସହ ମୋର ମନାନ୍ତର ନଥିଲା। ମୁଁ କୌଣସି ଦଳ ବିରୋଧୀ କାମ କରିନାହିଁ। ମୁଁ ଦଳକୁ ଅସୁବିଧାରେ ପକାଇଲା ଭଳି କୌଣସି ବୟାନ ମଧ୍ୟ ଦେଇନାହିଁ। ମୋ ବାପା ସ୍ୱତନ୍ତ୍ର, ସେ ଜଣେ ପରିଚିତ ନେତା। ସେ ମୋ କାମରେ ମୁଣ୍ଡ ପୁରାନ୍ତି ନାହିଁ। ସେ ଯାହା କରିବେ ସେଟା ତାଙ୍କର ବ୍ୟାପାର। କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଇଛି ସେ ବିଷୟରେ ଜାଣିବା ପରେ ବିସ୍ତୃତ ପ୍ରତିକ୍ରିୟା ଗଣମାଧ୍ୟମରେ ରଖିବେ ବୋଲି ସେ କହିଛନ୍ତି। ସେହିଭଳି ସନାତନ କହିଛନ୍ତି ଯେ ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ। 13 ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନାହିଁ, ବିରୋଧରେ ମଧ୍ୟ କିଛି କହିନି। ବିଜେଡି ସମୟରେ କେନ୍ଦୁଝରର ବିକାଶ ହୋଇନାହିଁ ମୁଁ କହିଥିଲି। ତେବେ ଯଦି ଏତିକିରେ ସସ୍ପେଣ୍ଡ କରିବେ ମୁଁ କିଛି କହିପାରିବିନି। ସସ୍ପେଣ୍ଡ କରିବା ପୂର୍ବରୁ ଡାକିଥିଲେ ମୁଁ ନିଶ୍ଚିତ ଯାଇଥାନ୍ତି। ସସ୍ପେଣ୍ଡ କରିବା ପରେ ସଭାପତିଙ୍କୁ ଦେଖା କରିବା ଠିକ୍ ହେବ କି ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ପରବର୍ତ୍ତୀ ଖବର, ଇନ୍ସୁରାନ୍ସ ଡିଏଲ୍ ଥାଇ କଟୁଛି ଚାଲାଣ, ଚିନ୍ତାରେ ଗାଡ଼ି ମାଲିକ। ଇନ୍ସୁରାନ୍ସ ଥାଇ ଚାଲାଣ କଟୁଛି, ଡିଏଲ୍ ଥାଇ ଚାଲାଣ କଟୁଛି। ଗାଡ଼ି ଗୋଟିଏ ସ୍ଥାନରେ ଥାଇ ମଧ୍ୟ ଅନ୍ୟ ସ୍ଥାନରେ ଚାଲାଣ କଟୁଛି। ସୋରଗଡ଼ ମିଲୁ ମହାରାଣାଙ୍କ କାର ଘର ନିକଟରେ ଥାଇ ଅନ୍ୟ ସ୍ଥାନରେ ଚାଲାଣ କଟିଥିବା ମଧ୍ୟ ସେ କହିଛନ୍ତି। ସେହିପରି ରାକେଶ ପଟ୍ଟନାୟକଙ୍କ ଗାଡ଼ିର ଇନ୍ସୁରାନ୍ସ ଥାଇ ମଧ୍ୟ ଇନ୍ସୁରାନ୍ସ ନଥିବା ଦର୍ଶାଇ ଆନ୍ଧ୍ର ଶ୍ରୀକାକୁଲମ ଟୋଲ ପ୍ଲାଜାରେ ଚାଲାଣ କଟିଛି। ସେହିପରି ସୁଶାନ୍ତ ପତିଙ୍କ କାରର ଇନ୍ସୁରାନ୍ସ ଥାଇ ମଧ୍ୟ ଆନ୍ଧ୍ର ଅଞ୍ଚଳକୁ ଯାଇଥିଲା ବେଳେ 5ଟି ଚାଲାଣ କଟିଛି। ଡିଏଲ୍ ଥାଇ ରିଙ୍କୁ ପଟ୍ଟନାୟକଙ୍କ ଡିଏଲ୍ ନଥିବା କାରଣ ଦର୍ଶାଇ ଚାଲାଣ କଟିଛି। ଗାଡ଼ି ମାଲିକ ଏବେ ବାହାର ଜିଲ୍ଲା ଓ ବାହାର ରାଜ୍ୟକୁ ଗାଡ଼ି ଧରି ଯିବାର ଭୟ କରୁଛନ୍ତି। ଏହା ବୈଷୟିକ ତ୍ରୁଟି ଯୋଗୁଁ ହେଉଛି କି ଇଣ୍ଟରନେଟର ଧୀର ଗତି ଯୋଗୁଁ ହେଉଛି ତାହା ଆଲୋଚ୍ୟର ବିଷୟ। ଅନ୍ୟପଟେ ସବୁ ଥାଇ ଚାଲାଣ କଟୁଛି ଯୋଗୁଁ ଗାଡ଼ି ମାଲିକ ମାନସିକ ଚିନ୍ତା ଭୋଗୁଛନ୍ତି। ପରବର୍ତ୍ତୀ ଖବରଟି, ମମତା ସରକାରଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଗୁରୁବାର ଇଡି ବିରୁଦ୍ଧରେ ଏଫଆଇଆର ଉପରେ ରୋକ ଲଗାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇପିଏସି କାର୍ଯ୍ୟାଳୟରେ ଚଢ଼ଉ କରିବା ପରେ ଇଡି ବିରୁଦ୍ଧରେ ଅଭିଯୋଗ ଦାୟର କରିଥିଲେ। ତେବେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲେ ଯେ ସେମାନେ ଏଜେନ୍ସିର କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ। ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବିପୁଲ ପଞ୍ଚଲିଙ୍କ ଖଣ୍ଡପୀଠ ସିସିଟିଭି ଫୁଟେଜ ସମେତ ସମସ୍ତ ପ୍ରମାଣ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଟିଏମସି ଏବଂ ପୁଲିସକୁ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ଶୁଣାଣି ଫେବୃଆରୀ 3, 2026ରେ ଅନୁଷ୍ଠିତ ହେବ। କେନ୍ଦ୍ରୀୟ ଏଜେନ୍ସିର ଅଭିଯୋଗ ଗମ୍ଭୀର ବୋଲି କହି କୋର୍ଟ 2 ସପ୍ତାହ ମଧ୍ୟରେ ମମତା ସରକାରଙ୍କୁ ଜବାବ ମାଗିଥିଲେ। ଜାନୁଆରୀ 8, 2026ରେ ଇଡି ଟିମ୍ର ଆଇଟି ମୁଖ୍ୟ ଏବଂ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇପିଏସିର ନିର୍ଦ୍ଦେଶ ପ୍ରତୀକ ଜୈନଙ୍କ ଘର ଏବଂ କମ୍ପାନୀ ପରିସରରେ ଚଢ଼ାଉ କରିଥିଲେ। ତେବେ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ମମତା ବଙ୍ଗଳା ପୁଲିସ ଅଧିକାରୀଙ୍କ ସହିତ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କ ସହିତ ସମସ୍ତ ପ୍ରମାଣ ନେଇଯାଇଥିଲେ। ପରବର୍ତ୍ତୀ ଖବର, ସତର୍କ ସୂଚନା, ମାଡ଼ି ଆସୁଛି ବଡ଼ ବାତ୍ୟା, ପୁଣି ଥରେ ପ୍ରଭାବିତ ହେବ ଓଡ଼ିଶାର ଏହି ସବୁ ଜିଲ୍ଲା। ବନ୍ଧୁଗଣ, ତେବେ ଆସନ୍ତା 23 ତାରିଖ ବେଳକୁ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆଣ୍ଡାମାନର ପୂର୍ବ ଉପକୂଳରେ ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇବାର ଆଶଙ୍କା ରହିଛି। ଆମେରିକାର ଏକ ୱେବସାଇଟ୍ ଏହିପରି ମଡେଲର ଚିତ୍ର ଆଙ୍କିଛି। ପୂର୍ବାନୁମାନ କରିଛି ଯେ 21 ତାରିଖରେ ଆଣ୍ଡାମାନର ପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ସମୁଦ୍ର ଉପରେ ଏହା ପ୍ରାୟ 3 ଦିନ ରହିବ। ଲଘୁଚାପ ଅଧିକ ବଳ ଗୋଟାଇ ବେଶ ଶକ୍ତିଶାଳୀ ହେବ। 21ରେ ଲଘୁଚାପ ସୃଷ୍ଟି ହେଲା ବେଳକୁ କେନ୍ଦ୍ର ସ୍ଥଳରେ ବାୟୁର ଚାପ 1003 ମିଲିବାର ରହିଥିବ। 23 କିମ୍ବା 24 ତାରିଖ ବେଳକୁ ଏହା 987 ମିଲିବାରକୁ ଖସି ଆସିବ। ବାୟୁର ଚାପ ଏଭଳି ସ୍ତରକୁ ଖସିବା ବାତ୍ୟାର ଆଶଙ୍କାକୁ ସୃଷ୍ଟି ବଢ଼ାଉଛି। ଲଘୁଚାପର ଗତିକୁ ନେଇ ଟିଡବିଟ୍ସ ୱେବସାଇଟ୍ ଯେଉଁ ଆକଳନ କରୁଛି ସେଥିରେ ଏହାର ଗତିପଥ ଉତ୍ତର ପଶ୍ଚିମ ଆଡ଼କୁ ରହୁଛି। ଆଣ୍ଡାମାନର ପୂର୍ବ ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶର ମାଡ଼ ହୋଇପାରେ, କିନ୍ତୁ ଗତିପଥ ସାମାନ୍ୟ ପରିବର୍ତ୍ତନ ହେଲେ ଏହା ଓଡ଼ିଶାରେ ମାଡ଼ ହେବ। ଏବେ ସମୁଦ୍ର ଜଳପତନ ମାତ୍ରା 29ରୁ 30 ଡିଗ୍ରୀ ରହିଛି। ବାତ୍ୟା ସୃଷ୍ଟି ପାଇଁ ଏଭଳି ପାଗ ବେଶ ଉପକୂଳ ହେବ। ତେବେ ଅପରପକ୍ଷେ ଆଇଏମଡିର ପୂର୍ବାନୁମାନ ଅନୁସାରେ 21 ତାରିଖ ପୂର୍ବରୁ ଆଉ ଏକ ଘୂର୍ଣ୍ଣିବଳୟ ହେବ। ଗୁରୁବାର ଭାରତୀୟ ପାଣିପାଗ କେନ୍ଦ୍ର ବିସ୍ତୃତ ପୂର୍ବାନୁମାନ ଜାରି କରିଥିଲା। ଏଥିରେ ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ 13ରୁ 29 ତାରିଖ ଭିତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଗତି କରିବ ବୋଲି ଆକଳନ କରାଯାଇଛି। ପରବର୍ତ୍ତୀ ଖବର, ଦିଲ୍ଲୀରୁ 190 ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ଲାଗିଲା ନିଆଁ। ଆଉ ଏକ ଫ୍ଲାଇଟ୍ର ଇଞ୍ଜିନରେ ପଶିଲା କଣ୍ଟେନର। ଦିଲ୍ଲୀରେ 24 ଘଣ୍ଟା ଭିତରେ ଏୟାର ଇଣ୍ଡିଆର 2ଟି ବିମାନରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୋଟିଏ ବିମାନର ୟୁପିଏରେ ନିଆଁ ଲାଗିଲା ପରେ ତାକୁ ତତ୍କାଳ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପୁଣି ରଖାଯାଇ ଆଉ ଏକ ଇଞ୍ଜିନରେ ଏକ କଣ୍ଟେନର ଲଗାଯାଇଥିଲା। ସୌଭାଗ୍ୟ ଯାଇ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ। ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀ ଫେରି ଆସିଥିଲା। ପିଟିଆଇ ସୂତ୍ର ଅନୁସାରେ ଦର୍ଶାଯାଇଛି ଯେ ବିମାନରେ ପାଖାପାଖି 190 ଜଣ ଲୋକ ବସିଥିଲେ। ସୂତ୍ର ଅନୁସାରେ ଡ୍ରିମ୍ ଲାଇନ୍ ବିମାନର ଏପିୟୁରେ ଏକ ଅଗ୍ନିକାଣ୍ଡ ସତର୍କ ସୂଚନା ମିଳିଥିଲା। ଏହାପରେ ବିମାନ ପାଖାପାଖି 1 ଘଣ୍ଟା ଯାଏ ବାୟୁରେ ରହିଲା ପରେ ଦିଲ୍ଲୀ ଫେରି ଆସିଥିଲା। ଯାତ୍ରୀଙ୍କୁ ବୈକଳ୍ପିକ ବିମାନ ଦ୍ୱାରା ସିଙ୍ଗାପୁର ପଠାଯାଇଥିଲା। ଏହି ସମ୍ବନ୍ଧରେ ସମ୍ପର୍କ କରିଲା ପରେ ଏୟାର ଇଣ୍ଡିଆର ଜଣେ ପ୍ରବକ୍ତା କହିଥିଲେ ଯେ 14 ଜାନୁଆରୀରେ ଦିଲ୍ଲୀରୁ ସିଙ୍ଗାପୁର ଯାଉଥିବା ବିମାନ AI2380ର ପରିଚାଳନା ଦଳ ସମ୍ଭାବିତ ଯାତ୍ରୀଙ୍କ ତ୍ରୁଟି ଯୋଗୁଁ ଉଡ଼ାଣ ଭରିବାର କିଛି ହିଁ ସମୟ ପରେ ଦିଲ୍ଲୀ ଫେରି ଆସିଥିଲା। ପ୍ରବକ୍ତା ଏକ ଟିପ୍ପଣୀରେ କହିଥିଲେ, ବିମାନଟି ଦିଲ୍ଲୀରେ ସୁରକ୍ଷିତ ଅବତରଣ କରିଥିଲା। ଦିଲ୍ଲୀରେ ଆମର ଟିମ୍ ଯାତ୍ରୀଙ୍କୁ ସମସ୍ତ ସହାୟତା ପ୍ରଦାନ କରିଥିଲେ। ତେବେ ସେମାନଙ୍କୁ ବୈକଳ୍ପିକ
ବିମାନରେ ସିଙ୍ଗାପୁର ଅଭିମୁଖେ ପ୍ରସ୍ଥାନ କରାଯାଇଥିଲା। ପ୍ରବକ୍ତା ଏହି ଅପ୍ରତ୍ୟାଶିତ ସ୍ଥିତି କାରଣରୁ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ନେଇ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟ ଏକ ଘଟଣାରେ ଏୟାର ଇଣ୍ଡିଆର ଏକ ବିମାନ ଏୟାରପୋର୍ଟରେ ଏକ କଣ୍ଟେନର ନିଜ ଆଡକୁ ଟାଣି ନେଇଥିଲା। ଏଥିରେ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଯାଇଥିଲା। ହିନ୍ଦୁସ୍ତାନ ଟାଇମ ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର A350 ବିମାନର ଇଞ୍ଜିନରେ ଗୁରୁବାର କଣ୍ଟେନର ପଶି ଯାଇଥିଲା। ବିମାନରେ ବସିଥିବା ଯାତ୍ରୀ ଘଟଣାକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ଘଟଣାକୁ ନେଇ ଏୟାର ଇଣ୍ଡିଆ ବୟାନ ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର ମଧ୍ୟବିତ୍ତ କରଦାତାଙ୍କ ପାଇଁ ଖୁସି ଖବର। ଏଥର ହେବାକୁ ଯାଉଛି ବଡ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1, 2024ରେ ତାଙ୍କର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ ବଜେଟ୍ 2026 ବିଷୟରେ ଆଲୋଚନା ତୀବ୍ର ହୋଇଛି। ଗତ ବର୍ଷ ହୋଇଥିବା ବୈପ୍ଳବିକ ପରିବର୍ତ୍ତନ ପରେ ଏଥର ମଧ୍ୟ ମଧ୍ୟବିତ୍ତ ବର୍ଗ ଏକ କରଦାତାଙ୍କ ପାଇଁ ଅନେକ ବଡ ଘୋଷଣା ହେବାର ଆଶା କରାଯାଉଛି। ତେବେ ଆସନ୍ତୁ ଜାଣିବା ବଜେଟ୍ 2026ରେ କଣ ନୂଆ ପରିବର୍ତ୍ତନ ଦେଖାଯାଇପାରେ। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ବର୍ତ୍ତମାନ 75,000 ଟଙ୍କା ଛାଡ଼ ମିଳୁଛି। ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏହାକୁ 1 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଗତ ବର୍ଷ ବଜେଟ୍ରେ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ ହୋଇଥିଲା। ଏଥର ଏହି ସୀମାକୁ 14 ଲକ୍ଷ ବୃଦ୍ଧି କରିବାକୁ ଦାବି କରାଯାଉଛି। ବର୍ତ୍ତମାନ 24 ଲକ୍ଷରୁ ଅଧିକ ଆୟ ଉପରେ 30% ଟିକସ ଲାଗୁ ହୁଏ। ଶିଳ୍ପ ଏବଂ ମଧ୍ୟବିତ୍ତ ବର୍ଗ ଏହି ସୀମାକୁ 30 ଲକ୍ଷ କିମ୍ବା 40 ଲକ୍ଷକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି, ଯାହାଫଳରେ ମଧ୍ୟବର୍ତ୍ତୀ ବର୍ଗଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ଅଧିକ ଟଙ୍କା ରହିବ। ନୂତନ ଟିକସ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାର ଗୃହ ଋଣ ସୁଧ ଉପଲକ୍ଷେ 2 ଲକ୍ଷ ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବାକୁ ବିଚାର କରିପାରନ୍ତି, ଯାହା ବର୍ତ୍ତମାନ କେବଳ ପୁରୁଣା ବ୍ୟବସ୍ଥାରେ ଉପଲବ୍ଧ। ବର୍ଦ୍ଧିତ ଚିକିତ୍ସା ଖର୍ଚ୍ଚକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବୀମା ପ୍ରିମିୟମର ଛାଡ଼ ସୀମା 25,000ରୁ 50,000କୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ସରକାର ଏବେ ନୂତନ ଟିକସ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ବଜେଟ୍ 2026ରେ କିଛି ପରିବର୍ତ୍ତନ ଆଣିପାରେ, ଯାହା ପୁରୁଣା ବ୍ୟବସ୍ଥା ବାଛିଥିବା ଲୋକଙ୍କୁ ମଧ୍ୟ ନୂତନ ବ୍ୟବସ୍ଥାକୁ ସ୍ଥାନାନ୍ତରଣ କରିବାକୁ ଉତ୍ସାହିତ କରିବ। ତଥାପି ପୁରୁଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ ହେବାର ସମ୍ଭାବନା କମ୍। ପରବର୍ତ୍ତୀ ଖବର, ନିଜ ବାପା ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ଝିଅ। କହିଲା, ମା ଆଗରେ ବାପା ସବୁଦିନ ମୋତେ ଜବରଦସ୍ତି। ସୂଚନା ଅନୁଯାୟୀ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ତାଙ୍କ ସହିତ ଫିଜିକାଲି ସମ୍ପର୍କ ରଖି ଆସିଛନ୍ତି। ଏହି ବାବଦରେ ସେ ନିଜ ଘରେ ସମସ୍ତଙ୍କୁ ଜଣାଇଲେ। ସାମାଜିକ ପ୍ରତିଷ୍ଠା ନିମନ୍ତେ ଚୁପ୍ ରହି ଆସୁଥିଲେ ଯୁବତୀ। ଯୁବତୀ ଜଣକ ନିଜ ମାଙ୍କୁ ଏହି ବାବଦରେ ଜଣାଇବାରୁ ତାଙ୍କ ମା କହିଲେ ଯେ ଏହା ଘରର କଥା, ଏଣୁ ଚୁପ୍ ରହିଯା, କାହାକୁ କିଛି କହନା। ମାତ୍ର ଯୁବତୀ ଜଣକ ମହିଳା ଥାନାରେ ସେପ୍ଟେମ୍ବର 7 ତାରିଖରେ FIR ଦେଇଥିଲେ। ମାତ୍ର ଯେହେତୁ ତାଙ୍କର ଏଠାରେ କିଛି ରେସିଡେଣ୍ଟ ନାହିଁ, ଏଣୁ ସେମାନେ ପଟ୍ଟାମୁଣ୍ଡେଇକୁ ଟ୍ରାନ୍ସଫର କରିଦେଇଥିଲେ। ଅଭିଯୋଗ ଏହା ଥିଲା ଯେ ଯୁବତୀ ବାପା ତାଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି। ମାତ୍ର ଥାନାରେ କହିଥିଲେ ଯେ ତୁମର କିଛି ରେସିଡେଣ୍ଟ ନାହାନ୍ତି, ଯେହେତୁ ତୁମେ ଆମ ପଟ୍ଟାମୁଣ୍ଡେଇରେ ରହୁଛ, ଏଣୁ ପଟ୍ଟାମୁଣ୍ଡେଇ ଥାନାକୁ ଟ୍ରାନ୍ସଫର କରିଦିଆ। ମାତ୍ର ପଟ୍ଟାମୁଣ୍ଡେଇ ଥାନାରେ ଯୁବତୀଙ୍କ ପରିବାର ସହିତ ଥାନା ଅଧିକାରୀ ବସି ତାଙ୍କ ଷ୍ଟେଟମେଣ୍ଟ ବଦଳାଇବାକୁ କହିଥିଲେ। ମାତ୍ର ଯୁବତୀ ଜଣକ ତାଙ୍କ ଷ୍ଟେଟମେଣ୍ଟ ବଦଳାଇ ନଥିଲେ। ଏହାପରେ ସେମାନେ ସେଠାରେ ଗୋଟିଏ ରାତି ଗୋଟିଏ ଦିନ ରଖିଥିଲେ, ମେଡିକାଲ ଟେଷ୍ଟ କରିଲେ ଏବଂ ସେଠାରେ ବହୁତ ହଇରାଣ କରିଛନ୍ତି, ତାଙ୍କ ବହୁତ କଷ୍ଟ ମଧ୍ୟ ଦେଇଛନ୍ତି। ଯୁବତୀଙ୍କୁ ପୁଲିସ ଅଧୀନରେ ରାତିରେ ରହିବା ପରେ ପରଦିନ ସକାଳେ ପୁଲିସ 200 ଟଙ୍କା ଦେଇ ତାଙ୍କୁ ଭୁବନେଶ୍ୱରକୁ ପଠାଇଥିଲେ। ଭିଡ଼ିଓଟି ଯଦି ଆପଣ ଏପର୍ଯ୍ୟନ୍ତ ଦେଖି ସାରିଥିବେ, ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏହିପରି ଭଲ ଭଲ ନ୍ୟୁଜ୍ ଡେଲି ବେସିସରେ ପାଇବା ପାଇଁ।